परमात्मने नमः। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरये। मूकं करोति वाचालं पंगुं लङ्घयते गिरिं यत्कृपातमहं वन्दे परमानन्दमाधवम्। श्रीमद्भगवद्गीता अथ चतुर्थोऽध्याय ज्ञान कर्म संन्यास योग। श्री भगवानुवाच इमं विवस्वते योगं प्रोक्तवानहमव्ययम् विवस्वान्मनवे प्राह मनोरीक्ष्वा कवे ब्रवीत्। श्री भगवान कहिले मु एही अविनाशी जोग सूर्य को कहिथिली। सूर्य निजर पुत्र वैवस्वत मनु को ताहा कहिथिले एवं मनु निजर पुत्र राजा इक्ष्वाकु को ताहा कहिथिले। एवं परंपरा प्राप्त मेमं राजर्षय विदुः सकाले नेह महता जोग नष्ट परंतप। हे परंतप अर्जुन, एपरि भावरे परंपरा प्राप्त एही जोग राजर्षि माने जानिथिले, किंतु तापरे सेही जोग बहु कालरु एही पृथ्वी लोकरे लुप्त प्राय होई जाइछि। स एवायं मया तेद्य जोगः प्रोक्तः पुरातनः भक्तोऽसि मे सखा चेति रहस्यं ह्यतदुत्तमम्। तुमे मोर भक्त एवं प्रिय सखा, एणु सेही पुरातन जोग ही आज मु तुमको कहिदेली, कारण एहा हेउछि अत्यंत उत्तम रहस्य अर्थात गुप्त रखिबा योग्य विषय। अर्जुन वाच अपरं भवत जन्म परं जन्म विवस्वतः कथमेतद्विजानीयाम् तमादौ प्रोक्तवानिने। अर्जुन कहिले आपणक जन्म तो अर्वाचीन एबे एबे होइछि एवं सूर्यंकर जन्म बहु पुरातन अर्थात कल्पर आरंभरे होइथिला। तेणु आपण कल्पर आरंभरे सूर्य को एही जोग कहिथिले बोली मु किपरि बुझी परिबि। श्री भगवान उवाच बहुनि मे व्यतीतानि जन्मानि तव चार्जुन तान्यहं वेद सर्वाणि न त्वं वेत्थ परन्तप। श्री भगवान कहिले हे परंतप अर्जुन, मोर ओ तुमर अनेक जन्म अतिबाहित हो सारी, तुमे से सब को जान नहीं, किंतु मु से सब जाने। अजो भी सन्नव्ययात्मा भूतानामि स्वरोऽपि सन् प्रकृतिं स्वामधिष्ठाय संभवाम्यात्ममायया। मु अजन्मा ओ अविनाशी स्वरूप हेले मध्य एवं समस्त प्राणी मानकर ईश्वर होइथिले मध्य निज प्रकृति को अधीन करी निज जोग माया बलरे प्रकट होइथाए। जदा जदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहम्। हे भारत, जेउ जेउ समय रे धर्मर अवक्षय हुए और अधर्मर वृद्धि हुए, सही सही समय रे मु निजर रूप सृष्टि करि थाए, अर्थात साकार रूप रे लोकमानक सम्मुख रे प्रकट हुए। परित्राणाय साधूनां विनाशाय च दुष्कृतं धर्म संस्थापनार्थाय संभवामि जुगे जुगे। साधु पुरुष मानक उद्धार करने पाई, पापी मानक विनाश करने पाई एवं धर्म स्थापन करने पाई
ମୁଁ ଯୁଗେ ଯୁଗେ ପ୍ରକଟ ହୋଇଥାଏ। ଜନ୍ମ କର୍ମ ଚ ମେ ଦିବ୍ୟ ମେ ବଂଜୋ ବ୍ୟତୀତତଃ ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ମାମେତି ଅର୍ଜୁନ। ହେ ଅର୍ଜୁନ, ମୋର ଜନ୍ମ ଓ କର୍ମ ଦିବ୍ୟ ଅର୍ଥାତ୍ ନିର୍ମଳ ଓ ଅଲୌକିକ ବୋଲି ଯେଉଁ ମନୁଷ୍ୟ ତତ୍ତ୍ୱତଃ ଜାଣିପାରନ୍ତି, ସେ ଶରୀର ତ୍ୟାଗ କରି ପୁନର୍ଜନ୍ମ ପାଆନ୍ତି ନାହିଁ, ସେ ମୋତେ ହିଁ ପାଇଯାଆନ୍ତି। ବେତରାଗ ଭୟ କ୍ରୋଧା ମନ୍ମୟା ମାପୁବାଶ୍ରିତା ବହବ ଜ୍ଞାନ ତପସା ପୂତା ମଦ୍ଭାବମାଗତା। ପୂର୍ବ କାଳରେ ବି ଯେଉଁମାନଙ୍କର ରାଗ, ଆସକ୍ତି, ଭୟ ଓ କ୍ରୋଧ ସର୍ବଥା ନଷ୍ଟ ହୋଇଯାଇଥିଲେ ଏବଂ ଯେଉଁମାନେ ମୋ ଠାରେ ଅନନ୍ୟ ପ୍ରେମ ପୂର୍ବକ ତନ୍ମୟ ହୋଇ ରହିଥିଲେ, ମୋତେ ଆଶ୍ରୟ କରି ରହିଥିବା ସେହି ସବୁ ଭକ୍ତ ଉପରୋକ୍ତ ଜ୍ଞାନ ରୂପକ ତପ ଦ୍ୱାରା ପବିତ୍ର ହୋଇ ମୋର ସ୍ୱରୂପ ପ୍ରାପ୍ତ ହୋଇସାରିଛନ୍ତି। ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ ଭଜାମ୍ୟହଂ ମମ ବର୍ମାନୁବର୍ତ୍ତନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ। ହେ ଅର୍ଜୁନ, ଭକ୍ତମାନେ ମୋତେ ଯେପରି ଭଜନ କରନ୍ତି, ମୁଁ ସେମାନଙ୍କୁ ସେପରି ଭଜନ କରେ। କାରଣ ମନୁଷ୍ୟମାନେ ସବୁ ପ୍ରକାର ମୋର ହିଁ ମାର୍ଗ ଅନୁସରଣ କରନ୍ତି। କାଙ୍କ୍ଷନଃ କର୍ମଣାଂ ସିଦ୍ଧିଂ ଯଜନ୍ତ ଇହ ଦେବତାଃ କ୍ଷିପ୍ରଂ ହି ମାନୁଷେ ଲୋକେ ସିଦ୍ଧିର୍ଭବତି କର୍ମଣା। ଏହି ମନୁଷ୍ୟ ଲୋକରେ କର୍ମଫଳ ଆକାଂକ୍ଷା କରୁଥିବା ଲୋକେ ଦେବତାମାନଙ୍କୁ ପୂଜା କରନ୍ତି, କାରଣ ସେମାନଙ୍କୁ ପୂଜା କଲେ କର୍ମରୁ ଉତ୍ପନ୍ନ ଫଳ ଶୀଘ୍ର ମିଳିଯାଏ। ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମ ବିଭାଗଶଃ ତସ୍ୟ କର୍ତ୍ତାରମପ୍ୟମାଂ ବିଦ୍ୟ କର୍ତ୍ତାରମବ୍ୟୟମ୍। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଏହି ଚାରି ବର୍ଣ୍ଣ ଗୁଣ ଓ କର୍ମର ବିଭାଗ ପୂର୍ବକ ମୋ ଦ୍ୱାରା ରଚିତ ହୋଇଛି। ଏପରି ଭାବରେ ମୁଁ ସେହି ସୃଷ୍ଟି ରଚନାଦି କର୍ମର କର୍ତ୍ତା ହୋଇଥିଲେ ମଧ୍ୟ ତୁମେ ମୋତେ ଅର୍ଥାତ୍ ଅବିନାଶୀ ପରମେଶ୍ୱରଙ୍କୁ ବସ୍ତୁତ ଅକର୍ତ୍ତା ବୋଲି ହିଁ ଜାଣ। ନ ମାଂ କର୍ମାଣି ଲିମ୍ପନ୍ତି ନ ମେ କର୍ମ ଫଳେ ସ୍ପୃହା ଇତି ମାଂ ଯୋऽଭିଜାନାତି କର୍ମର୍ଭିନ୍ନ ସବଧ୍ୟତେ। କର୍ମ ଫଳରେ ମୋର ସ୍ପୃହା ନାହିଁ, ତେଣୁ ମୋତେ କର୍ମମାନେ ଲିପ୍ତ କରିପାରନ୍ତି ନାହିଁ। ଯେ ମୋତେ ଏହିପରି ତତ୍ତ୍ୱ ଜାଣିପାରନ୍ତି, ସେ ମଧ୍ୟ କର୍ମରେ ବାନ୍ଧି ହୁଅନ୍ତି ନାହିଁ। ଏବଂ ଜ୍ଞାତ୍ୱା କୃତଂ କର୍ମ ପୂର୍ବୈରପି ମୁମୁକ୍ଷୁଭିଃ କୁରୁ କର୍ମୈବ ତସ୍ମାତ୍ ତ୍ୱଂ ପୂର୍ବୈଃ ପୂର୍ବତରଂ କୃତଂ। ପୂର୍ବ କାଳର ମୁମୁକ୍ଷୁମାନେ ମଧ୍ୟ ଏହା ଜାଣି କର୍ମ କରିଥିଲେ, ତେଣୁ ତୁମେ ମଧ୍ୟ ପୂର୍ବଜମାନଙ୍କ ଦ୍ୱାରା ଆଦି କାଳରୁ କରାଯାଇଥିବା କର୍ମ ହିଁ କର। କିଂ କର୍ମ କିମ କର୍ମେତି କବୟୋପ୍ୟତ୍ର ମୋହିତା ତତ୍ତେ କର୍ମ ପ୍ରବକ୍ଷ୍ୟାମି ଯଜ୍ଜ୍ଞାତ୍ୱା ମୁଖ୍ୟସେ ଶୁଭାତ୍। କର୍ମ କ'ଣ ଏବଂ ଅକର୍ମ କ'ଣ ତାହା ନିର୍ଣ୍ଣୟ କରିବା ବେଳେ ବୁଦ୍ଧିମାନ ପୁରୁଷମାନେ ମଧ୍ୟ ଭ୍ରମରେ ପଡ଼ିଯାଆନ୍ତି। ତେଣୁ ମୁଁ ତୁମକୁ ସେହି କର୍ମ ତତ୍ତ୍ୱ ଭଲ ଭାବରେ ବୁଝାଇ କହିଦେବି, ଯାହା ଜାଣିଲେ ତୁମେ ଅଶୁଭରୁ ଅର୍ଥାତ୍ କର୍ମ ବନ୍ଧନରୁ ମୁକ୍ତ ହୋଇଯିବ। କର୍ମଣ ହ୍ୟପି ବୋଦ୍ଧବ୍ୟଂ ବୋଦ୍ଧବ୍ୟଂ ଚ ବିକର୍ମଣ ଅକର୍ମଣଶ୍ଚ ବୋଦ୍ଧବ୍ୟଂ ଗହନା କର୍ମଣ ଗତିଃ। କର୍ମର ସ୍ୱରୂପ ଜାଣିବା ଉଚିତ ଓ ଅକର୍ମର ସ୍ୱରୂପ ବି ଜାଣିବା ଉଚିତ ତଥା ବିକର୍ମର ସ୍ୱରୂପ ମଧ୍ୟ ଜାଣିବା ଉଚିତ, କାରଣ କର୍ମର ଗତି ତତ୍ତ୍ୱ ଅତି ଗହନ। କର୍ମଣ୍ୟ କର୍ମଜଃ ପଶ୍ୟ ଦ କର୍ମଣି ଛ କର୍ମଜ
सबुद्धिमान मनुष्येषु सयुक्तः कृष्ण कर्मकृत्। जे कर्मरे अकर्म दर्शन करते एवं अकर्मरे कर्म दर्शन करते से मनुष्य मानक मध्यरे बुद्धिमान एवं सेही जोगी समस्त कर्म करिथान्ति। जस्य सर्वे समारंभा काम संकल्पवर्जिता ज्ञानाग्नि दग्ध कर्माणं तमाहु पंडितम बुद्धः। जहाँकर समस्त शास्त्र सम्मत कर्म कामना शून्य और संकल्प शून्य होइथाए तथा जहाँकर समस्त कर्म ज्ञान रूपक अग्नि द्वारा भस्म हो जाइछि ସେହି महापुरुषଙ୍କୁ ज्ञानी माने मध्य पंडित बोली कहन्ति। त्यक्त्वा कर्म फलासंगम नित्य तृप्तो निराश्रयः कर्मण्यभिप्रवृत्तोऽपि नैव किंचित् करोति स। ଯେଉଁ ପୁରୁଷ ସମସ୍ତ କର୍ମରେ ଏବଂ ତାଙ୍କର ଫଳରେ ସର୍ବଥା ଆସକ୍ତି ତ୍ୟାଗ କରି ସଂସାରର ଆଶ୍ରୟରୁ ରହିତ ହୋଇଯାଇଛନ୍ତି ଏବଂ ପରମାତ୍ମାଙ୍କ ଠାରେ ନିତ୍ୟ ତୃପ୍ତ ହୋଇ ରହିଛନ୍ତି ସେ କର୍ମରେ ଭଲ ଭାବରେ ପ୍ରବୃତ୍ତ ହୋଇ ମଧ୍ୟ ବସ୍ତୁତ କିଛି ବି କରନ୍ତି ନାହିଁ। ନିରାଶୀର୍ଯତ ଚିତ୍ତାତ୍ମା त्यक्त सर्व परिग्रह शरीरं केवलं कर्म कुर्वन्नात्मति क्लेशम। जे आशा रहित होई जाइछन्ति से अंतकरण और इंद्रिय मानक सहित शरीर को जय करि नैछन्ति। जे समस्त भोग सामग्री परित्याग करि दैछन्ति सेही पुरुष केवल शरीर संबंधी कर्म करुथिले मध्य पाप भागी हुअन्ति नहीं। जदृच्छा लाभ संतुष्ट द्वन्द्वातीत विमत्सरः समः सिद्धावसिद्धौ च कृत्वापि च निबध्यते। जे बिना इच्छारे आपणा छाई मिलुथिबा पदार्थरे सदा संतुष्ट रहन्ति जे सर्वथा ईर्षा शून्य हो जाइछन्ति से हर्ष शोकादि द्वंद्वरु सर्वथा मुक्त हो जाइछन्ति। सिद्धि और असिद्धि रे सम रहुथिबा सेही कर्मयोगी कर्म करी मध्य सेथिरे बांधी हुअन्ति नहीं अर्थात जे कर्म बंधन रे पड़न्ति नहीं। गत संगस्य मुक्तस्य ज्ञानावस्थित चेतसः जज्ञायाचरतः कर्म समग्रम प्रविलीयते। जहाँको आसक्ति सर्वथा नष्ट हो जाइछि जे देहाभिमान और ममता रहित हो जाइछन्ति जहाँको चित्त निरंतर परमात्मा ज्ञान रे अवस्थित हो रहिछि केवल यज्ञ संपादन निमित्त कर्म करुथिबा सेही मनुष्यंकर सकल कर्म भल भावरे विलीन हो जाए। ब्रह्मार्पणं ब्रह्म हविर्ब्रह्माग्नौ ब्रह्मणाहुतं ब्रह्मैव तेन गन्तव्यं ब्रह्म कर्म समाधिना। ଯେଉଁ ଯଜ୍ଞରେ अर्पण अर्थात सुवादी उपकरण ब्रह्म एवं हवन योग्य द्रव्य मध्य ब्रह्म तथा ब्रह्म रूपक कर्तांक द्वारा ब्रह्म रूपक अग्नि रे आहुति दान रूपक क्रिया मध्य ब्रह्म सेही ब्रह्म कर्म रे स्थित योगींक द्वारा प्राप्त हेउथिबा फल मध्य ब्रह्म ही अटे। दैवमेवा परे यज्ञं योगिनः पर्युपासते ब्रह्माज्ञाव परे यज्ञं यज्ञेनैवोपजुहोति। अन्य केतेक योगी देवता मानकर पूजन रूपक यज्ञ ही भल भावरे अनुष्ठान करती एवं अन्य केतेक योगी परम ब्रह्म परमात्मा रूपक अग्नि रे अभेद दर्शन रूपक यज्ञ द्वारा ही आत्म रूपक यज्ञर हवन करती। श्रोत्रादीनिन्द्रियाण्यन्य संयमाग्नि सुजुहुति शब्दादीन् विषयानन्य इंद्रियाग्नि
ସୁଜୁହତି। ଅନ୍ୟ ଯୋଗୀମାନେ ଶ୍ରୋତ୍ର କାନ ଆଦି ଇନ୍ଦ୍ରିୟମାନଙ୍କୁ ସଂଯମ ରୂପକ ଅଗ୍ନିମାନଙ୍କରେ ହୋମ କରନ୍ତି ଏବଂ ଆଉ କେତେକ ଯୋଗୀ ଶବ୍ଦାଦି ବିଷୟମାନଙ୍କୁ ଇନ୍ଦ୍ରିୟ ରୂପକ ଅଗ୍ନିମାନଙ୍କରେ ହୋମ କରନ୍ତି। ସର୍ବାଣୀ ଇନ୍ଦ୍ରିୟ କର୍ମାଣି ପ୍ରାଣକର୍ମାଣି ଚାପରେ ଆତ୍ମସଂଯମ ଯୋଗାଗ୍ନୌ ଜୁହତି ଜ୍ଞାନ ଦୀପିତେ। ଅନ୍ୟ ଯୋଗୀମାନେ ଇନ୍ଦ୍ରିୟମାନଙ୍କର ସମସ୍ତ କ୍ରିୟା ଓ ପ୍ରାଣୀମାନଙ୍କର ସମସ୍ତ କ୍ରିୟା ଜ୍ଞାନ ଦ୍ୱାରା ପ୍ରକାଶିତ ଆତ୍ମସଂଯମ ଯୋଗ ରୂପକ ଅଗ୍ନିରେ ହବନ କରିଦିଅନ୍ତି। ଦ୍ରବ୍ୟ ଯଜ୍ଞାସ୍ତ ଯୋ ଯଜ୍ଞା ଯୋଗ ସଂଜ୍ଞାସ୍ତଥା ପରେ ସ୍ୱାଧ୍ୟାୟ ଜ୍ଞାନ ଯଜ୍ଞାଶ୍ଚ ଯତୟ ସଂସିତ ବ୍ରତଃ। କେତେକ ପୁରୁଷ ଦ୍ରବ୍ୟ ସମ୍ବନ୍ଧୀ ଯଜ୍ଞ କରନ୍ତି, କେତେକ ତପସ୍ୟା ରୂପକ ଯଜ୍ଞ କରନ୍ତି, ଆଉ କେତେକ ଯୋଗ ରୂପକ ଯଜ୍ଞ କରନ୍ତି। ପୁଣି ଅହିଂସାଦି ତୀକ୍ଷ୍ଣ ବ୍ରତରେ ଯୁକ୍ତ କେତେକ ଯତ୍ନଶୀଳ ପୁରୁଷ ସ୍ୱାଧ୍ୟାୟ ରୂପକ ଜ୍ଞାନ ଯଜ୍ଞ କରନ୍ତି। ଅପାନେ ଜୁହୋତି ପ୍ରାଣଂ ପ୍ରାଣେ ପାନଂ ତଥା ପରେ ପ୍ରାଣାପାନ ଗତିରୁଦ୍ଧ୍ୱା ପ୍ରାଣାୟାମ ପରାୟଣଃ ଅପରେ ନିୟତାହାରଃ ପ୍ରାଣନ୍ ପ୍ରାଣେ ସୁଜୁହୋତି ସର୍ବେପ୍ୟତେ ଯଜ୍ଞବିଦୋ ଯଜ୍ଞକ୍ଷପିତ କଳମସଃ। ଅନ୍ୟ କେତେକ ଯୋଗୀ ଅପାନ ବାୟୁରେ ପ୍ରାଣବାୟୁକୁ ହବନ କରନ୍ତି। ସେହିପରି ଅନ୍ୟ ଯୋଗୀମାନେ ପ୍ରାଣବାୟୁରେ ଅପାନ ବାୟୁକୁ ହବନ କରନ୍ତି ତଥା ଅନ୍ୟ କେତେକ ନିୟମିତ ଆହାର କରୁଥିବା ପ୍ରାଣାୟାମ ପରାୟଣ ପୁରୁଷ ପ୍ରାଣ ଓ ଅପାନର ଗତି ରୋଧ କରି ପ୍ରାଣମାନଙ୍କରେ ହିଁ ହବନ କରନ୍ତି। ଏ ସମସ୍ତ ସାଧକ ଯଜ୍ଞ ଦ୍ୱାରା ପାପନାଶ କରିଦିଅନ୍ତି ଏବଂ ଯଜ୍ଞର ଜ୍ଞାତା ଅଟନ୍ତି। ଯଜ୍ଞ ଶିଷ୍ଟାମୃତ ଭୋଜ ଜାନ୍ତି ବ୍ରହ୍ମ ସନାତନಂ ନାୟಂ ଲୋକୋସ୍ତ୍ୟ ଯଜ୍ଞସ୍ୟ କୁତନ୍ୟଃ ପୁରୁଷୋତ୍ତମ। ହେ କୁରୁଶ୍ରେଷ୍ଠ ଅର୍ଜୁନ, ଯଜ୍ଞରୁ ବଳିଥିବା ଅମୃତ ସେବନ କରୁଥିବା ଯୋଗୀମାନେ ସନାତନ ପରମବ୍ରହ୍ମ ପରମାତ୍ମାଙ୍କୁ ପ୍ରାପ୍ତ ହୁଅନ୍ତି, କିନ୍ତୁ ଯଜ୍ଞ କରୁନଥିବା ପୁରୁଷ ପାଇଁ ତ ଏହି ମନୁଷ୍ୟ ଲୋକ ମଧ୍ୟ ସୁଖଦାୟକ ହୋଇପାରେ ନାହିଁ। ତେଣୁ ପରଲୋକ ବା କିପରି ସୁଖଦାୟକ ହୋଇପାରିବେ? ଏବଂ ବହୁବିଧା ଯଜ୍ଞା ବିତତା ବ୍ରହ୍ମଣ ମୁଖେ କର୍ମଜାନ ବିଦ୍ଧିତାନ୍ ସର୍ବାନେବଂ ଜ୍ଞାତ୍ୱା ବିମୋକ୍ଷ୍ୟସେ। ଏହିଭଳି ଆହୁରି ଅନେକ ପ୍ରକାର ଯଜ୍ଞ ବିଷୟରେ ବେଦବାଣୀ ଦ୍ୱାରା ବିସ୍ତାରିତ ଭାବରେ କୁହାଯାଇଛି। ସେସବୁ ମନ, ଇନ୍ଦ୍ରିୟ ଏବଂ ଶରୀରର କ୍ରିୟା ଦ୍ୱାରା ସମ୍ପନ୍ନ ହୁଏ ବୋଲି ଜାଣ। ଏହିପରି ତତ୍ତ୍ୱତଃ ଜାଣି ଯଜ୍ଞ ନିମିତ୍ତ କର୍ମାନୁଷ୍ଠାନ କଲେ ତୁମେ କର୍ମ ବନ୍ଧନରୁ ସର୍ବଥା ମୁକ୍ତ ହୋଇଯିବ। ଶ୍ରେୟାନ୍ ଦ୍ରବ୍ୟମୟାଦ୍ ଯଜ୍ଞାନ୍ ଯଜ୍ଞଃ ପରନ୍ତପ ସର୍ବଂ କର୍ମାଖିଳଂ ପାର୍ଥ ଜ୍ଞାନେ ପରିସମାପ୍ୟତେ। ହେ ପରନ୍ତପ ଅର୍ଜୁନ, ଦ୍ରବ୍ୟମୟ ଯଜ୍ଞ ଅପେକ୍ଷା ଜ୍ଞାନ ଯଜ୍ଞ ଅତ୍ୟନ୍ତ ଶ୍ରେଷ୍ଠ, କାରଣ ସକଳ ପ୍ରକାର କର୍ମ ଜ୍ଞାନରେ ପରିସମାପ୍ତ ହୋଇଯାଏ। ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେକ୍ଷନ୍ତି ତେ ଜ୍ଞାନଂ ଜ୍ଞାନିନସ୍ତତ୍ତ୍ୱଦର୍ଶିନଃ। ତୁମେ ତତ୍ତ୍ୱଦର୍ଶୀ ଜ୍ଞାନୀମାନଙ୍କ ନିକଟକୁ ଯାଇ ସେହି ଜ୍ଞାନକୁ ବୁଝ। ସେମାନଙ୍କୁ ବିନୟ ପୂର୍ବକ ଦଣ୍ଡବତ ପ୍ରଣାମ କରି ସେବା କରି ଏବଂ କପଟ ତ୍ୟାଗ କରି ସରଳତା ପୂର୍ବକ ପ୍ରଶ୍ନ କଲେ ଭଲ ଭାବରେ ପରମାତ୍ମ ତତ୍ତ୍ୱ ଜାଣିଥିବା ସେହି ଜ୍ଞାନୀ ମହାତ୍ମାମାନେ ତୁମକୁ ତତ୍ତ୍ୱଜ୍ଞାନ ଉପଦେଶ ଦେବେ। ଯଜ୍ଞାତ୍ୱା ନ ପୁନର୍ମୋହ ମେବଂ ଯାସ୍ୟସି ପାଣ୍ଡବ ଯେନ ଭୂତାନ୍ୟଶେଷେଣ ଦ୍ରକ୍ଷ୍ୟସ୍ୟାତ୍ମନ୍ୟଥୋ ମୟୀ। ଯାହା ଜାଣି ତୁମେ ଆଉ ଏହିପରି ମୋହପ୍ରାପ୍ତ ହେବ ନାହିଁ ତଥା ହେ ଅର୍ଜୁନ,
ସେହି ତତ୍ତ୍ୱଜ୍ଞାନ ଦ୍ୱାରା ତୁମେ ସକଳ ଭୂତଙ୍କୁ ସମ୍ପୂର୍ଣ୍ଣ ଭାବରେ ପ୍ରଥମେ ନିଜଠାରେ ଏବଂ ପରେ ମୋ ଠାରେ ଅର୍ଥାତ୍ ସଚ୍ଚିଦାନନ୍ଦ ଘନ ପରମାତ୍ମାଙ୍କଠାରେ ଦେଖିପାରିବ। अपि चेदसि पापेभ्यः सर्वेभ्यः पापकृत्तमः सर्वं ज्ञानप्लवेनैव वृजिनं सन्तरिष्यसि। जदि तुमे समस्त पापीଙ୍କ ଠାରୁ ମଧ୍ୟ ଅଧିକ ପାପ କରିଥାଅ ତେବେ ମଧ୍ୟ ତୁମେ ଜ୍ଞାନ ରୂପକ ନୌକା ଦ୍ୱାରା ନିଃସନ୍ଦେହ ଭଲ ଭାବରେ ସମ୍ପୂର୍ଣ୍ଣ ପାପ ସମୁଦ୍ର ପାର ହୋଇଯିବ। ଯଥେଧାଂସେ ସମିଦ୍ଧୋଗ୍ନିର୍ଭସ୍ମସାତ୍ କୁରୁତେ ଅର୍ଜୁନ ଜ୍ଞାନାଗ୍ନିଃ ସର୍ବକର୍ମାଣि ଭସ୍ମସାତ୍ କୁରୁତେ ତଥା। କାରଣ ହେ ଅର୍ଜୁନ, ପ୍ରଜ୍ୱଳିତ ଅଗ୍ନି ଯେପରି ଇନ୍ଧନକୁ ଭସ୍ମୀଭୂତ କରିଦିଏ, ଜ୍ଞାନ ରୂପକ ଅଗ୍ନି ସେହିପରି ସବୁ କର୍ମକୁ ଭସ୍ମୀଭୂତ କରିଦିଏ। ନ ହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିଦ୍ୟତେ ତସ୍ୱୟଂ ଯୋଗ ସଂସିଦ୍ଧଃ କାଳେନାତ୍ମନି ନିବିନ୍ଦତି। ଏହି ସଂସାରରେ ଜ୍ଞାନ ସମାନ ପବିତ୍ରକାରକ ତତ୍ତ୍ୱ ଆଉ କିଛି ନାହିଁ। ଏହା ନିଃସନ୍ଦେହ ଦୀର୍ଘକାଳ ଧରି କର୍ମଯୋଗ ସାଧନା ଦ୍ୱାରା ଶୁଦ୍ଧାନ୍ତକରଣ ହୋଇଥିବା ମନୁଷ୍ୟ ଏହି ଜ୍ଞାନକୁ ସ୍ୱତଃ ଆତ୍ମାରେ ପାଇପାରନ୍ତି। ଶ୍ରଦ୍ଧାବାଲ୍ଲୋଭତେ ଜ୍ଞାନଂ ତତ୍ପରଃ ସଂଯତେନ୍ଦ୍ରିୟଃ ଜ୍ଞାନଂ ଲବ୍ଧ୍ୱା ପରାଂ ଶାନ୍ତି ମଚିରେଣାଧିଗଚ୍ଛତି। ଜିତେନ୍ଦ୍ରିୟ ସାଧନା ପରାୟଣ ଏବଂ ଶ୍ରଦ୍ଧାବାନ ପୁରୁଷ ଜ୍ଞାନ ପ୍ରାପ୍ତ ହୁଅନ୍ତି ତଥା ଜ୍ଞାନ ପ୍ରାପ୍ତ ହୋଇ ସେ ଅବିଳମ୍ବେ ତତ୍କାଳ ହିଁ ଭଗବତ୍ ପ୍ରାପ୍ତି ରୂପକ ପରମ ଶାନ୍ତି ପ୍ରାପ୍ତ ହୋଇଯାଆନ୍ତି। ଅଜ୍ଞଶ୍ଚାଶ୍ରଦ୍ଧଧାନଶ୍ଚ ସଂଶୟାତ୍ମା ବିନଶ୍ୟତି ନ୍ୟାୟଂ ଲୋକୋସ୍ତି ନ ପାର ନ ସୁଖଂ ସଂଶୟାତ୍ମନଃ। ବିବେକହୀନ, ଶ୍ରଦ୍ଧାବିହୀନ ଏବଂ ସଂଶୟଯୁକ୍ତ ମନୁଷ୍ୟ ପରମାର୍ଥରୁ ନିଶ୍ଚୟ ଭ୍ରଷ୍ଟ ହୋଇଯାଏ। ଏପରି ସଂଶୟଯୁକ୍ତ ମନୁଷ୍ୟ ପାଇଁ ଇହଲୋକ ନାହିଁ କି ପରଲୋକ ନାହିଁ କି ସୁଖ ମଧ୍ୟ ନାହିଁ। ଯୋଗ ସନ୍ନ୍ୟସ୍ତ କର୍ମାଣଂ ଜ୍ଞାନ ସଞ୍ଚୀନ ସଂଶୟଂ ଆତ୍ମବନ୍तं ନ କର୍ମାଣି ନିବଧ୍ନନ୍ତି ଧନଞ୍ଜୟ। ହେ ଧନଞ୍ଜୟ, ଯେ କର୍ମଯୋଗ ବିଧିରେ ସମସ୍ତ କର୍ମ ପରମାତ୍ମାଙ୍କ ଠାରେ ଅର୍ପଣ କରିଦେଇଛନ୍ତି ଏବଂ ଯେ ବିବେକ ଦ୍ୱାରା ସମସ୍ତ ସଂଶୟ ନାଶ କରିଦେଇଛନ୍ତି, ସେପରି ବଶୀକୃତ ଅନ୍ତଃକରଣ ଯୁକ୍ତ ପୁରୁଷଙ୍କୁ କର୍ମମାନେ ବାନ୍ଧି ପାରନ୍ତି ନାହିଁ। ତସ୍ମାଦ୍ ଜ୍ଞାନ ସମ୍ଭୂତଂ ସୁସ୍ଥଂ ଜ୍ଞାନାସିନାତ୍ମନଃ ଚିତ୍ତୈనం ସଂଶୟଂ ଯୋଗ ମାତିଷ୍ଠୋତ୍ତିଷ୍ଠ ଭାରତ। ତେଣୁ ହେ ଭରତ ବଂଶୀୟ ଅର୍ଜୁନ, ତୁମେ ବିବେକ ଜ୍ଞାନ ରୂପକ ତରବାରୀ ଦ୍ୱାରା ହୃଦୟରେ ରହିଥିବା ନିଜର ଅଜ୍ଞାନଜନିତ ସଂଶୟ ଛେଦନ କରି ସମସ୍ତ ରୂପକ କର୍ମଯୋଗରେ ସ୍ଥିତ ହୋଇଯାଅ ଏବଂ ଯୁଦ୍ଧ ପାଇଁ ଠିଆ ହୋଇଯାଅ। ଓମ୍ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ ନାମ ଚତୁର୍ଥୋଧ୍ୟାୟ। ଅଥ ପଞ୍ଚମ ଅଧ୍ୟାୟ କର୍ମ ସନ୍ନ୍ୟାସ ଯୋଗ। ଅର୍ଜୁନ ଉବାଚ ସନ୍ନ୍ୟାସଂ କର୍ମଣାଂ କୃଷ୍ଣ ପୁନର୍ଯୋଗଂ ଚ ସଂସସି ଯଚ୍ଛୟ ଏତୟୋରେକଂ ତନ୍ମେ ବ୍ରୂହି ସୁନିଶ୍ଚିତମ୍। ଅର୍ଜୁନ କହିଲେ, ହେ କୃଷ୍ଣ, ଆପଣ କର୍ମମାନଙ୍କର ସନ୍ନ୍ୟାସକୁ ପ୍ରଶଂସା କରୁଛନ୍ତି, ପୁଣି କର୍ମଯୋଗର ମଧ୍ୟ ପ୍ରଶଂସା କରୁଛନ୍ତି। ଏହି ଦୁଇଟି ମଧ୍ୟରୁ ଯେଉଁଟି ମୋ ପାଇଁ ସୁନିଶ୍ଚିତ ରୂପେ କଲ୍ୟାଣକର ସାଧନା ହେବ ତାହା କହନ୍ତୁ। ଶ୍ରୀ ଭଗବାନ ଉବାଚ ସନ୍ନ୍ୟାସ କର୍ମଯୋଗଶ୍ଚ ନିଃଶ୍ରେୟସ କରାବୁଭୌ
तयस्तु कर्म संन्यासात् कर्मयोग विशिष्यते। श्री भगवान कहिले कर्म संन्यास ओ कर्मयोग ए उभये परम कल्याणकर, किंतु एही दुईटी मध्यरु भी कर्म संन्यास अपेक्षा साधनारे सुगम होइथिबारु कर्मयोग श्रेष्ठ। ज्ञेयः स नित्य संन्यासी जो न दृष्टि न कांक्षति निर्द्वन्द्वो हि महाबाहो सुखम बंधात् प्रमुच्यते। हे अर्जुन, जो पुरुष काहाठारे द्वेष रखती नहीं कि किछि आकांक्षा करती नहीं, सही कर्मयोगी नित्य सन्यासी बोला जिबार योग्य, कारण राग देशादि द्वंद्वरु रहित पुरुष सुखपूर्वक संसार बंधनरु मुक्त हो जाती। सांख्य योग पृथक बालाः प्रवदन्ति न पंडिताः एकमप्यास्थितः सम्यक् उभयोर्विन्दते फलम्। उपरोक्त संन्यास और कर्मयोग को मूर्ख लोके पृथक पृथक फलदाता बोली कहती, किंतु पंडित माने सेपरी कहती नहीं, कारण ସେହି दुईटी मध्यरु कौनसी गोटिकरे भी सम्यक भावरे अवस्थित होइथिबा पुरुष उभयर फल रूपक परमात्मा को पाई जाती। यत्सांख्यो प्राप्यते स्थानं तज्जोगैरपि गम्यते एकम सांख्यम च योगम च ज पश्यति स पश्यति। ज्ञानयोगी मानक द्वारा जो परम धाम प्राप्त करा जाए, कर्मयोगी मानक द्वारा मध्य सही परम धाम प्राप्त करा जाए। तेणु जो पुरुष ज्ञानयोग और कर्मयोग फल रूप से एक बोली देखती, से ही यथार्थ देखती। संन्यासस्तु महाबाहो दुःखमाप्तु मजोगतः जोगयुक्त मुनिर्ब्रह्म न चिरेणाधिगच्छति। किंतु हे अर्जुन, कर्मयोग बिना संन्यास अर्थात मन इंद्रिय और शरीर द्वारा हेउथिबा सकल कर्मरे कर्तापण त्याग करि पारिबा कठिन एवं भगवत स्वरूप मनन करुथिबा कर्मयोगी परम ब्रह्म परमात्मा को शीघ्र ही पाई जाती। जोगयुक्त विजुद्धात्मा विजितात्मा जितेन्द्रिय सर्वभूतात्मा भूतात्मा कुर्वन्नपि न लिप्यते। जहाँक मन निज बसरे थाए, जे जितेन्द्रिय और जहाँक अंतकरण विशुद्ध एवं सकल प्राणींकर आत्मरूप परमात्मा ही जहाँकर आत्मा, सही कर्मयोगी कर्म करुथिले मध्य कर्मरे लिप्त हुअन्ति नाही। नैव किंचित् करोमीति युक्त मन्येत तत्त्ववित् पश्यन् शृणुन् स्पृशन् जिघ्राणसन् गच्छन् स्वपन् च श्वसन् प्रलपन् विसृजन् गृह्णान् उन्निक्षन्निमिषन्नपि इन्द्रियाणीन्द्रियार्थेषु वर्तन्त इति धारयन्। तत्त्वଙ୍କ सांख्य योगी देखुथाई, शुणुथाई, छुँथाई, शुंघुथाई, खाऊथाई, चालबुल करुथाई, शोउथाई, श्वासक्रिया करुथाई, कथा कहूथाई, त्याग करुथाई, ग्रहण करुथाई तथा आखि खोलुथाई, बुझुथाई इत्यादि सबु करुथाई भी इंद्रिय माने ही निज निज अर्थरे प्रवर्तित हेउछन्ति जानी मु किछि भी करू नाही बोली भाबिबा उचित। ब्रह्मण्याधाय कर्माणि संगम त्यक्त्वा करोति ज लिप्यते न सपापेन पद्मपत्रमिवाम्भसा। जो पुरुष सकल कर्म परमात्मा ठारे अर्पण करिदेई ओ आसक्ति त्याग पूर्वक कर्म करन्ति, पद्मपत्र जेपरी जल द्वारा लिप्त हुए नाही, सेही पुरुष सेपरी पापरे लिप्त हुअन्ति नाही। कायेन मनसा बुद्ध्या केवलैरिन्द्रियैरपि योगिनः कर्म कुर्वन्ति संगम त्यक्त्वा आत्मशुद्धये।
କର୍ମଯୋଗୀମାନେ ମମତ୍ୱ ବୁଦ୍ଧି ରହିତ ହୋଇଥିବା କେବଳ ଇନ୍ଦ୍ରିୟ ମନ ବୁଦ୍ଧି ଓ ଶରୀର ଦ୍ୱାରା ବି ଆସକ୍ତି ତ୍ୟାଗ କରି ଅନ୍ତଃକରଣ ଶୁଦ୍ଧି ନିମନ୍ତେ କର୍ମ କରନ୍ତି। ଯୁକ୍ତଃ କର୍ମଫଳଂ ତ୍ୟକ୍ତ୍ୱା ଶାନ୍ତିମାତ୍ମୋତି ନୈଷ୍ଠିକମ୍ ଅଯୁକ୍ତଃ କାମକାରେଣ ଫଳେ ଶକ୍ତ ନିବଧ୍ୟତେ। କର୍ମଯୋଗୀ କର୍ମଫଳ ତ୍ୟାଗ କରି ଭଗବତ ପ୍ରାପ୍ତି ରୂପକ ଶାନ୍ତି ଲାଭ କରନ୍ତି ଏବଂ ସକାମ ପୁରୁଷ କାମନାର ପ୍ରେରଣାରେ ଫଳାସକ୍ତ ହୋଇ ବନ୍ଧନରେ ପଡ଼େ। ସର୍ବକର୍ମାଣି ମନସା ସନ୍ନ୍ୟସାସ୍ତେ ସୁଖଂ ବସି ନବଦ୍ୱାରେ ପୁରେ ଦେହି ନୈବ କୁର୍ବନ୍ନ କାରୟନ୍। ଅନ୍ତଃକରଣକୁ ବଶରେ ରଖି ସାଂଖ୍ୟଯୋଗ ଆଚରଣ କରୁଥିବା ପୁରୁଷ କିଛି ନ କରି ଓ ନ କରାଇ ହିଁ ନବଦ୍ୱାର ବିଶିଷ୍ଟ ଶରୀର ରୂପକ ପୁରରେ ମନ ଦ୍ୱାରା ସକଳ କର୍ମ ତ୍ୟାଗ କରିଦେଇ ସଚ୍ଚିଦାନନ୍ଦ ଘନ ପରମାତ୍ମାଙ୍କ ସ୍ୱରୂପରେ ସୁଖପୂର୍ବକ ଅବସ୍ଥାନ କରନ୍ତି। ନ କର୍ତ୍ତୃତ୍ୱଂ ନ କର୍ମାଣି ଲୋକସ୍ୟ ସୃଜତି ପ୍ରଭୁ ନ କର୍ମ ଫଳ ସଂଯୋଗଂ ସ୍ୱଭାବସ୍ତୁ ପ୍ରବର୍ତ୍ତତେ। ପରମେଶ୍ୱର ମନୁଷ୍ୟମାନଙ୍କର କର୍ତ୍ତାପଣ କର୍ମ କିମ୍ବା କର୍ମଫଳର ସଂଯୋଗ ରଚନା କରନ୍ତି ନାହିଁ, କିନ୍ତୁ ସ୍ୱଭାବ ଅର୍ଥାତ୍ ପ୍ରକୃତି ହିଁ ସବୁକିଛି କରେ। ନାଦତ୍ତେ କସ୍ୟଚିତ୍ ପାପଂ ନ ଚୈବ ସୁକୃତଂ ବିଭୁଃ ଅଜ୍ଞାନେନାବୃତଂ ଜ୍ଞାନଂ ତେନ ମୁହ୍ୟନ୍ତି ଜନ୍ତବଃ। ସର୍ବବ୍ୟାପୀ ପରମେଶ୍ୱର କାହାରି ପାପ କର୍ମ କି କାହାରି ଶୁଭ କର୍ମ ଗ୍ରହଣ କରନ୍ତି ନାହିଁ, କିନ୍ତୁ ଅଜ୍ଞାନ ଦ୍ୱାରା ଜ୍ଞାନ ଢାଙ୍କି ହୋଇ ରହିଛି, ତେଣୁ ଅଜ୍ଞାନ ମନୁଷ୍ୟମାନେ ମୋହିତ ହେଉଛନ୍ତି। ଜ୍ଞାନନେତୁ ତଦଜ୍ଞାନଂ ଯେଷାଂ ନାସି ତମାତ୍ମନଃ ତେଷାମାଦିତ୍ୟବଜ୍ଜ୍ଞାନଂ ପ୍ରକାଶୟତି ତତ୍ପରମ୍। କିନ୍ତୁ ଯେଉଁମାନଙ୍କର ସେହି ଅଜ୍ଞାନକୁ ପରମାତ୍ମାଙ୍କର ତତ୍ତ୍ୱଜ୍ଞାନ ଦ୍ୱାରା ନଷ୍ଟ କରି ଦିଆଯାଇଛି, ସେମାନଙ୍କର ଜ୍ଞାନ ସେହି ସୂର୍ଯ୍ୟ ସଦୃଶ ସଚ୍ଚିଦାନନ୍ଦ ଘନ ପରମାତ୍ମାଙ୍କୁ ପ୍ରକାଶିତ କରିଦିଏ। ତଦ୍ବୁଦ୍ଧୟସ୍ତଦାତ୍ମାନସ୍ତନିଷ୍ଠାସ୍ତତ୍ପରାୟଣାଃ ଗଚ୍ଛନ୍ତ୍ୟ ପୁନରାବୃତ୍ତିଂ ଜ୍ଞାନ ନିର୍ଧୂତ କଳମଷାଃ। ଯେଉଁମାନଙ୍କର ମନ ତଦ୍ରୂପ ହୋଇଯାଇଛି, ଯେଉଁମାନଙ୍କର ବୁଦ୍ଧି ତଦ୍ରୂପ ହୋଇଯାଇଛି ଓ ସଚ୍ଚିଦାନନ୍ଦ ଘନ ପରମାତ୍ମାଙ୍କ ଠାରେ ହିଁ ଯେଉଁମାନେ ନିରନ୍ତର ଏକ ଭାବରେ ଅବସ୍ଥିତ, ସେହି ତତ୍ପରାୟଣ ପୁରୁଷମାନେ ଜ୍ଞାନ ଦ୍ୱାରା ପାପ ରହିତ ହୋଇ ଅନୂପ ଅପୁନରାବୃତ୍ତି ଅର୍ଥାତ୍ ପରମଗତି ପ୍ରାପ୍ତ ହୁଅନ୍ତି। ବିଦ୍ୟା ବିନୟ ସମ୍ପନ୍ନେ ବ୍ରାହ୍ମଣେ ଗବିହସ୍ତିନେ ଶୂନ୍ୟଚୈବ ସ୍ୱପାକେ ଚ ପଣ୍ଡିତଃ ସମଦର୍ଶିନଃ। ସେହି ଜ୍ଞାନୀମାନେ ବିଦ୍ୟା ଓ ବିନୟ ଯୁକ୍ତ ବ୍ରାହ୍ମଣଙ୍କ ଠାରେ ତଥା ଗୋ ହସ୍ତି କୁକୁର ଏବଂ ଚଣ୍ଡାଳ ଠାରେ ମଧ୍ୟ ସମଦର୍ଶୀ ହୋଇଥାନ୍ତି। ଇହୈବ ତର୍ଜିତଃ ସର୍ଗୋ ଯେଷାଂ ସାମ୍ୟ ସ୍ଥିତଂ ମନଃ ନିର୍ଦୋଷଂ ହି ସମଂ ବ୍ରହ୍ମ ତସ୍ମାତ୍ ବ୍ରହ୍ମଣି ତେ ସ୍ଥିତଃ। ଯେଉଁମାନଙ୍କ ମନ ସମଭାବରେ ଅବସ୍ଥିତ, ସେମାନଙ୍କ ଦ୍ୱାରା ଏହି ଜୀବିତ ଅବସ୍ଥାରେ ହିଁ ସମଗ୍ର ସଂସାର ବିଜିତ ହୋଇଥାଏ। ଯେହେତୁ ସଚ୍ଚିଦାନନ୍ଦ ଘନ ପରମାତ୍ମା ନିର୍ଦୋଷ ଓ ସମ, ତେଣୁ ସେମାନେ ସଚ୍ଚିଦାନନ୍ଦ ଘନ ପରମାତ୍ମାରେ ହିଁ ଅବସ୍ଥାନ କରନ୍ତି। ନ ପ୍ରହୃଷ୍ୟେତ୍ ପ୍ରିୟଂ ପ୍ରାପ୍ୟ ନୋଦ୍ବିଜେତ୍ ପ୍ରାପ୍ୟ ଚ ପ୍ରିୟଂ ସ୍ଥିର ବୁଦ୍ଧିର ସମୂଢ଼ ବ୍ରହ୍ମବିଦ୍ ବ୍ରହ୍ମଣେ ସ୍ଥିତଃ। ଯେଉଁ ପୁରୁଷ ପ୍ରିୟ ବସ୍ତୁ ପାଇଗଲେ ହର୍ଷିତ ହୁଅନ୍ତି ନାହିଁ କି ଅପ୍ରିୟ ବସ୍ତୁ ଆସିଗଲେ ଉଦ୍ବିଗ୍ନ ହୁଅନ୍ତି ନାହିଁ, ସେହି ସ୍ଥିର ବୁଦ୍ଧି ସଂଶୟ ରହିତ ବ୍ରହ୍ମବେତ୍ତା ପୁରୁଷ ସଚ୍ଚିଦାନନ୍ଦ ଘନ ପରଂବ୍ରହ୍ମ ପରମାତ୍ମାରେ ଏକା ଭାବରେ ନିତ୍ୟ ସ୍ଥିତ ଅଟନ୍ତି। ବାହ୍ୟସ୍ପର୍ଶେ ସ୍ୱସତ୍କାତ୍ମା ବିନ୍ଧ୍ୟତ୍ୟାତ୍ମ ନିଜତ୍ ସୁଖଂ
स ब्रह्म जगजुक्तात्मा सुखमक्षयमश्नुते। बाह्य विषय अनासक्त अंतकरण विशिष्ट साधक आत्मारे जो ध्यान जनित सात्विक आनंद रही ताहा प्राप्त हुअन्ति। तापरे सही सच्चिदानंद घन परम ब्रह्म परमात्मा ध्यान रूपक जगरे अभिन्न भावरे अवस्थित होइथिबा पुरुष अक्षय आनंद अनुभव करन्ति। जेहि संस्पर्शदा भोगा दुःख जनयते आद्यन्तवन्तः कौन्तेय न ते सुरमते बुद्ध। इंद्रिय तथा विषय मानक संजोगरु जो भोग सब उत्पन्न हुए से सबू विषय पुरुष मानक सुख रूप प्रतीत होउथिले भी दुखर ही कारण अटे तथा आदि अंत विशिष्ट अर्थात अनित्य अटे। हे अर्जुन तेणु बुद्धिमान विवेकी पुरुष सेथिरे रत हुअन्ति नाही। शक्नोति हैव ज सोढुं प्राक् शरीर विमक्षणात् काम क्रोधो भवं वेगं सजुक्तः स सुखी नरः। ଯେଉଁ साधक ଏହି ମନୁଷ୍ୟ ଶରୀର ନାଶ ହୋଇଯିବା ପୂର୍ବରୁ ହିଁ କାମ କ୍ରୋଧରୁ ଉତ୍ପନ୍ନ ହେଉଥିବା ବେଗ ସହିଯିବାକୁ ସମର୍ଥ ହୋଇଯାଆନ୍ତି ସେହି ସାଧକ ପୁରୁଷ ଯୋଗୀ ସେ ସୁଖୀ। ଝୁନ୍ତ ସୁଖନ୍ତରା ନାମ ତଥାନ୍ତ ଜ୍ୟୋତିରେବ ଜ ସ ଯୋଗୀ ବ୍ରହ୍ମ ନିର୍ବାଣଂ ବ୍ରହ୍ମଭୂତୋऽଧିଗଚ୍ଛତି। ଯେଉଁ ପୁରୁଷ ବ୍ରହ୍ମ ଭିନ୍ନ ଅନ୍ୟ କିଛି ନାହିଁ ବୋଲି ନିଶ୍ଚୟ କରି ସର୍ବବ୍ୟାପୀ ଅନ୍ତରାତ୍ମାରେ ହିଁ ସୁଖ ଲାଭ କରନ୍ତି, ଆତ୍ମାରେ ରମଣ କରନ୍ତି, ଆତ୍ମାରେ ହିଁ ଜ୍ଞାନ ଅନୁଭବ କରନ୍ତି, ସଚ୍ଚିଦାନନ୍ଦ ଘନ ପରମ ବ୍ରହ୍ମ ପରମାତ୍ମାଙ୍କ ସହିତ ଏକ ଭାବ ପ୍ରାପ୍ତ ସେହି ସାଂଖ୍ୟ ଯୋଗୀ ଶାନ୍ତ ବ୍ରହ୍ମଙ୍କୁ ପ୍ରାପ୍ତ ହୁଅନ୍ତି। ଲଭନ୍ତେ ବ୍ରହ୍ମ ନିର୍ବାଣ ମୃଷୟ କ୍ଷଣ କଳ୍ମଷା छिन्न द्वैधा जतात्मानः सर्वभूत हिते रतः। ଯେଉଁ ମାନଙ୍କର ସକଳ ପାପ ନଷ୍ଟ ହୋଇଯାଇଛି, ଯେଉଁ ମାନଙ୍କର ସକଳ ସଂଶୟ ଜ୍ଞାନ ଦ୍ୱାରା ନିବୃତ୍ତ ହୋଇଯାଇଛି, ଯେଉଁମାନେ ସକଳ ପ୍ରାଣୀଙ୍କ ହିତରେ ରତ ଏବଂ ଯେଉଁମାନଙ୍କର ବିଜିତ ମନ ନିଶ୍ଚଳ ଭାବରେ ପରମାତ୍ମାରେ ଅବସ୍ଥିତ ସେହି ବ୍ରହ୍ମବେତ୍ତା ପୁରୁଷମାନେ ଶାନ୍ତ ବ୍ରହ୍ମକୁ ପ୍ରାପ୍ତ ହୁଅନ୍ତି। काम क्रोध विजुत्तानं जतिनं जतवेतसम् अभितो ब्रह्म निर्वाणं वर्तते विदितात्मनां। काम क्रोध रहित विजित चित्त एवं परम ब्रह्म परमात्मा साक्षात्कार करिथिबा ज्ञानी पुरुष मानक पई सकल दिगरे शांत परम ब्रह्म परमात्मा ही परिपूर्ण रूपे रही थांती। स्पर्शन कृत्वा बहिर्बाह्यं चक्षुषैवान्तरे भ्रुव प्राणापानो समो कृत्वा नासाभ्यन्तरचारिण जतेन्द्रिय मनो बुद्धिर्मुनिर्मोक्ष परायणः विगतेच्छा भय क्रोधो ज सदा मुक्त एव सः। बाह्य विषय भोग चिंतन न करी से सबू बाहर ही त्याग करी दे एवं नेत्रर दृष्टि भूद्वयर मध्यवर्ती स्थान रे निबद्ध करी नासिका द्वयर अभ्यंतर रे विचरण करुथिबा प्राण ओ अपान वायु को समगति कराई जो मोक्ष परायण मुनि मन बुद्धि और इंद्रिय मानंको संयत करि थांती। इच्छा भय और क्रोधरु रहित होइथिबा सेहि मुनि सर्वदा मुक्त ही अटंती। भोक्तारं यज्ञ तपसां सर्वलोक महेश्वरं सुहृदं सर्वभूतानां ज्ञात्वा मां शान्तिं रुच्छति। मोर भक्त मते सकल यज्ञर ओ तपर भोक्ता समस्त लोकर ईश्वर मानकर भी ईश्वर तथा सकल प्राणी मानकर सुहृद अर्थात स्वार्थ रहित दयालु ओ प्रेमी बोली तत्वतः जानिपारी शांति लाभ करन्ति। ओम तत्सदिति श्रीमद्भगवद्गीतासु उपनिषत्सु ब्रह्म विद्यायां योगशास्त्रे श्रीकृष्णार्जुन संवादे कर्म संन्यास योगो नाम
ପଞ୍ଚମ ଅଧ୍ୟାୟ।